वन এবং সেই ୟୁନିଟ୍ 1 ଯୋଉ ଚ୍ୟାପ୍ଟର 1 ଅଛି ସେ ଚ୍ୟାପ୍ଟର 1 ଥିବା ଗଣତନ୍ତ୍ର ବିଷୟର ଗଣତନ୍ତ୍ର ଲକ୍ଷଣ ସେଇ ଗଣତନ୍ତ୍ର ଲକ୍ଷଣ ବିଷୟରେ ଆମେ ଏଠାରେ କଣ କରିବା ସବିଶେଷରେ ଆଲୋଚନା କରିବା। ପ୍ରଥମେ ଆମେ ଏଠି ଦେଖିବା ଯେ ଗଣତନ୍ତ୍ର ଲକ୍ଷଣର ଏକ ସଂକ୍ଷିପ୍ତ ପରିଚୟ। କଣ ଦେଖିବା ନା ଗଣତନ୍ତ୍ର ହେଉଛି ଏକ ଶାସନ ବ୍ୟବସ୍ଥା ଯେଉଁଠାରେ ଶାସନର ଅନ୍ତିମ କ୍ଷମତା ଜନସାଧାରଣଙ୍କ ହାତରେ ନ୍ୟସ୍ତ ଥାଏ। ଏହା ପିପୁଲ୍ସ ରୁଲ୍ସ ଭାବରେ ପରିଚିତ। ଅର୍ଥାତ୍ ଗଣତନ୍ତ୍ର ହେଉଛି ଏପରି ଏକ ଶାସନ ବ୍ୟବସ୍ଥା ଯେଉଁଠାରେ ଶେଷ କ୍ଷମତାଟି ଜନସାଧାରଣଙ୍କ ହାତରେ ଥାଏ। ଦେଶର ଆଇନ ତ ତିଆରି ବ୍ୟବସ୍ଥାପକ ସଭା ଦ୍ୱାରା କରାଯାଏ ଏବଂ ସେ ବ୍ୟବସ୍ଥାପକ ସଭାକୁ ପଠାଯାଇଥିବା ପ୍ରତିନିଧି ଜନସାଧାରଣ ମାନେ ଚୟନ କରିଥାନ୍ତି। ସେଥିପାଇଁ ଜନସାଧାରଣଙ୍କୁ କଣ କୁହାଯାଏ ଗଣତନ୍ତ୍ର ଶାସନ ଅନ୍ତିମ କ୍ଷମତା ଜନସାଧାରଣ ହାତରେ ଥାଏ ବୋଲି କୁହାଯାଏ ଏବଂ ସେଥିପାଇଁ ଆମେ ତାକୁ ପିପୁଲ୍ସ ରୁଲ ବା ଲୋକମାନଙ୍କ ଶାସନ ମଧ୍ୟ କହିଥାଉ। ଆମେ ଯଦି ଦେଖିବା ଗଣତନ୍ତ୍ର ମୂଳଦୁଆ ଅର୍ଥାତ୍ ଫାଉଣ୍ଡେସନ ତାର ମୂଳ ଭିତ୍ତି ତିନୋଟି ଜିନିଷ ଉପରେ ପର୍ଯ୍ୟବେସିତ। ସେଗୁଡିକ କଣ କଣ ନା ସେଗୁଡିକ ହଉଛି ଜନମତ। ଲୋକଙ୍କର ଯୋଉ ମତ ଲୋକ ଯାହା ଚାହାନ୍ତି ସେ ଅନୁଯାୟୀ ଶାସନ ଚାଲିଥାଏ ଏବଂ ଆଇନର ଶାସନ ଗଣତନ୍ତ୍ର ଏପରି ଶାସନ ସେଠାରେ କାହାରି ମନ ଇଚ୍ଛା ଶାସନ ଚାଲେନି। କେବଳ ଆଇନର ଯାହା ଲିପିବଦ୍ଧ ଅଛି ସେଇ ଅନୁଯାୟୀ ଶାସନ ଚାଲିବ ଏବଂ ବ୍ୟକ୍ତିର ସ୍ୱାଧୀନତା ଏବଂ ଗଣତନ୍ତ୍ର ଶାସନରେ ବ୍ୟକ୍ତିକୁ କଣ ହେଇଥାଏ ନା ସମ୍ପୂର୍ଣ୍ଣ ସ୍ୱାଧୀନତା ମିଳିଥାଏ ଏବଂ ଏହା ବ୍ୟତୀତ ଏଇ ଯୋଉ ବୈଶିଷ୍ଟ୍ୟ ଗୁଡିକ ପାଇଁ ଗଣତନ୍ତ୍ର ଶାସନ ବିଶ୍ୱରେ ଚାଲିଥିବା ସମସ୍ତ ଶାସନ ଠାରୁ ସମ୍ପୂର୍ଣ୍ଣ ରୂପେ ଭିନ୍ନ ହୋଇଥାଏ। ତାପରେ ଆମେ ଦେଖିବା ଏଇ ଗଣତନ୍ତ୍ର ଶାସନର ଅନ୍ୟ କେତେକ ଲକ୍ଷଣ ମୁଖ୍ୟ ଲକ୍ଷଣ ସେଇ ବିଷୟରେ ଦେଖିବା। ପ୍ରଥମ ମୁଖ୍ୟ ଲକ୍ଷଣଟି ହେଉଛି ଜନସାଧାରଣଙ୍କର ସାର୍ବଭୌମତ୍ୱ ଅର୍ଥାତ୍ ଜନସାଧାରଣ ପାଖରେ ସର୍ବୋଚ୍ଚ କ୍ଷମତା ଜନସାଧାରଣ ହାତରେ ଥାଏ। ଆଉ ଏଇଟା ହଉଛି ଗଣତନ୍ତ୍ର ମୂଳ ମନ୍ତ୍ର ଯେ ଜନତାଙ୍କ କଣ ହୋଇଥାଉ ତାଙ୍କ ଠାରୁ ସବୁଠାରୁ ବଡ କ୍ଷମତା ରହୁ ଏବଂ ସେ କିପରି ବଡ କ୍ଷମତା ନା ଏଠାରେ ଶାସନର ସର୍ବୋଚ୍ଚ କ୍ଷମତା ଜନତାଙ୍କ ହାତରେ ଥାଏ। ଜନତା ନିର୍ବାଚନ ମାଧ୍ୟମରେ ସରକାର ଗଠନ କରନ୍ତି। ଆବଶ୍ୟକ ହେଲେ ସରକାର କଣ କରନ୍ତି ସେମାନଙ୍କୁ ଗାଦିଚ୍ୟୁତ କରନ୍ତି। ସରକାରଙ୍କୁ ଗାଦି ବା କ୍ଷମତାରୁ ଚ୍ୟୁତ କରିଥାନ୍ତି। ଦେଖ ପିଲାମାନେ ଏଠି କଣ ହୁଏ ନା ଗଣତନ୍ତ୍ର ଯୋଉ ଲୋକମାନଙ୍କ ହାତରେ ସବୁଠୁ ବଡ କ୍ଷମତା ହଉଛି କଣ ନା ଭୋଟ ଦବାର କ୍ଷମତା। ଏଇ ଯୋଉ ଭୋଟ ଦବାର କ୍ଷମତାଟି 5 ବର୍ଷରେ ଥରେ ଆସିଥାଏ। ଯେଉଁମାନଙ୍କୁ ନିର୍ବାଚନ କରି ଯେଉଁମାନଙ୍କୁ ତାଙ୍କ ପ୍ରତିନିଧି ଭାବରେ ପଠେଇଥାନ୍ତି ବ୍ୟବସ୍ଥାପକ ସଭାକୁ ଯଦି ସେମାନେ ଠିକ କାମ ତାଙ୍କ ପାଇଁ ନ କରନ୍ତି ତେବେ ଆଗାମୀରେ ଯୋଉ 5 ବର୍ଷର ଯୋଉ ଇଲେକ୍ସନ ହବ ତାପରେ ଯୋଉ 5 ବର୍ଷ ସେଥିରେ ସେ କଣ କରିବେ ତାଙ୍କୁ ପଦଚ୍ୟୁତ କରିଦେବେ। ପଦଚ୍ୟୁତ କରିକି ତାଙ୍କ ବଦଳରେ ଅନ୍ୟ ପ୍ରାର୍ଥୀଙ୍କୁ ସେ କଣ କରିବେ ବ୍ୟବସ୍ଥାପକ ସଭାକୁ ପଠେଇବେ। ସେଥିପାଇଁ ଗଣତନ୍ତ୍ରରେ ଜନସାଧାରଣଙ୍କ ହାତରେ ସାର୍ବଭୌମତ୍ୱଟି ରହିଥାଏ। ସାର୍ବଭୌମତ୍ୱ ଅର୍ଥାତ୍ ସୁପ୍ରିମ ପାୱାର। ତାପରେ ଏଠାରେ କଣ ହୁଏ ନା ଆଇନର ଶାସନ ଗଣତନ୍ତ୍ର କୌଣସି ବ୍ୟକ୍ତି ବିଶେଷର ଶାସନ ନଥାଏ। ଯେମିତି ଏକଛତ୍ରବାଦ ଶାସନରେ ଜଣେ ବ୍ୟକ୍ତିର ନିଷ୍ପତ୍ତି ଅନୁସାରେ ଯେମିତି ଶାସନ ଚାଲିଥାଏ ଗଣତନ୍ତ୍ର ସେପରି ବ୍ୟକ୍ତିର ଇଚ୍ଛାରେ ବା କୌଣସି ବ୍ୟକ୍ତିର ଇଚ୍ଛାରେ ଶାସନ ଚାଲିଥାଏ। ଏଠାରେ ସବୁବେଳେ କଣ ହେଇଥାଏ ନା ଆଇନର ଅନୁସାରେ ଶାସନ ଚାଲିଥାଏ। ଶାସକ ହେଉ କି ନାଗରିକ ସମସ୍ତେ ଆଇନ ଆଗରେ ସମାନ ଉଲ୍ଲଂଘନ କଲେ ସମସ୍ତଙ୍କୁ ଦଣ୍ଡ ମିଳିବ। ଏଠି ଶାସକ ଯିଏ ଅଛନ୍ତି ଶାସକ ଏବଂ ଶାସିତ ଅର୍ଥାତ୍ ଜନସାଧାରଣ ଉଭୟ ଆଇନକୁ ମାନିବାକୁ ପଡିବ। ଯଦି ନ ମାନନ୍ତି ତେଣୁ ତାଙ୍କୁ ଆଇନ ଅନୁଯାୟୀ ଦଣ୍ଡ ବିଧାନ କରାଯିବ। ଏଠାରେ ଶାସନ ବ୍ୟବସ୍ଥା ସମ୍ବିଧାନ ଅନୁସାରେ ପରିଚାଳିତ ହୁଏ ଯାହାକି ଦେଶର ସର୍ବୋଚ୍ଚ ଆଇନ। ଆମର ସମସ୍ତ ଶାସନ ସମ୍ବିଧାନ ବ୍ୟବସ୍ଥା ଅନୁସାରେ ସମ୍ବିଧାନ ଯାହା ଲିପିବଦ୍ଧ ହେଉଛି ସେଇ ଅନୁଯାୟୀ ଶାସନ ଚାଲେ ଏବଂ ସମ୍ବିଧାନକୁ ଦେଶର କଣ କୁହାଯାଏ ନା ସର୍ବୋଚ୍ଚ ଆଇନ କୁହାଯାଏ। ତାପରେ ଏଠାରେ କଣ ରାଜନୈତିକ ସମାନତା ଗଣତନ୍ତ୍ର ଜନ୍ମଗତ ସମାନତା ଉପରେ ଗୁରୁତ୍ୱ ଦିଏ। ଜାତି ଧର୍ମ ବର୍ଣ୍ଣ ଲିଙ୍ଗ ନିର୍ବିଶେଷରେ ସମସ୍ତ ନାଗରିକଙ୍କୁ ସମାନ ଅଧିକାର ମିଳିଥାଏ। ଅର୍ଥାତ୍ ଏଠାରେ କାହାକୁ ବି ଆମେ କଣ କରିପାରିବାନି ଛୋଟ କି ବଡ କିଛି କହିପାରିବାନି। କୋଉ ଆଧାରରେ ନା ଜାତି ଧର୍ମ ଲିଙ୍ଗ ଶିକ୍ଷା ସମ୍ପତ୍ତି ଆଧାରରେ କାହାକୁ ବଡ ଏରିଆରେ ସମସ୍ତଙ୍କୁ ସମାନ ଅଧିକାର ଦିଆଯାଏ। କିପରି ନା ଆମେ ଜାଣିଛେ ଯେତେବେଳେ ଭୋଟ ହୁଏ ଗୋଟିଏ ଭୋଟ ୱାନ୍ ମ୍ୟାନ୍ ୱାନ୍ ଭୋଟ କଣ କରାଯାଏ ଏଠି ବ୍ୟବସ୍ଥା କରାଯାଇଛି। ଅର୍ଥାତ୍ ସେ ଧନୀ ଲୋକ ହଉ ବା ଗରିବ ଲୋକ ହଉ ସେ ଧନୀ ଲୋକର ବି ଭୋଟର ମୂଲ୍ୟ 1 ଏବଂ ଗରିବ ଲୋକର ବି ଭୋଟର ମୂଲ୍ୟ 1। ସେଥିପାଇଁ ଏଠାରେ କୁହାଯାଏ ଗୋଟିଏ ବ୍ୟକ୍ତି ଗୋଟିଏ ଭୋଟ ବା ୱାନ୍ ମ୍ୟାନ୍ ୱାନ୍ ଭୋଟ। ତାପରେ ଆମେ ଯଦି ଦେଖିବା ପ୍ରତିନିଧି ମୂଳକ ଶାସନ ଏବଂ ରାଜନୈତିକ ଦଳ
ହଁ, ଗଣତନ୍ତ୍ର ଶାସନରେ ଯୋଉ ଆଧୁନିକ ଗଣତନ୍ତ୍ର ଚାଲିଛି ଏଗୁଡିକ ତ ପରୋକ୍ଷ ଗଣତନ୍ତ୍ର, ସରି, ପ୍ରତ୍ୟକ୍ଷ ଗଣତନ୍ତ୍ର ନ ହେଇ ପରୋକ୍ଷ ଗଣତନ୍ତ୍ର ଚାଲିଛି। ଏବଂ ପରୋକ୍ଷ ଗଣତନ୍ତ୍ରର ଅନ୍ୟ ଏକ ନାମ ମୁଁ କହିଛି, ଏଟା ହଉଛି କଣ ନା ପ୍ରତିନିଧିମୂଳକ ଗଣତନ୍ତ୍ର। ତେଣୁକରି ଏ ପ୍ରକାର ଗଣତନ୍ତ୍ର ଶାସନରେ କଣ କରାଯାଏ ନା ପ୍ରତିନିଧି ଚୟନ କରାଯାଏ। ରାଜନୈତିକ ଦଳ ଗୁଡିକ ଏ ବ୍ୟବସ୍ଥାର ପ୍ରମୁଖ ମାଧ୍ୟମ। ସଂଖ୍ୟାଗରିଷ୍ଠ ଦଳ ସରକାର ଗଠନ କରନ୍ତି। ତ ପ୍ରତିନିଧି ହିସାବରେ ଆମେ ଯୋଉମାନଙ୍କୁ ବ୍ୟବସ୍ଥାପକ ସଭାକୁ ପଠାଇଥାଉ, ତାର ମୁଖ୍ୟ ମାଧ୍ୟମ ହଉଛନ୍ତି ରାଜନୈତିକ ଦଳ। ବିଭିନ୍ନ ରାଜନୈତିକ ଦଳ ସେମାନେ ତାଙ୍କର ପ୍ରାର୍ଥୀଙ୍କୁ ଦେଇଥାନ୍ତି ଏବଂ ଜନସାଧାରଣ ମାନେ ସେମାନେ ପ୍ରାର୍ଥୀକୁ ଚୟନ କରିଥାନ୍ତି। ଏବଂ ଯେଉଁ ଦଳଟି କଣ ହେଇଥାଏ ସଂଖ୍ୟାଗରିଷ୍ଠତା ହାସଲ କରିଥାଏ, ସିଏ ସରକାର ଗଠନ କରେ। ଯେପରି ମୁଁ ଗୋଟେ ଉଦାହରଣ ସ୍ୱରୂପ କହିବି, ଆମର ଓଡିଶାରେ 147ଟି କଣ ଅଛି ନା ଆସନ ଅଛି। 147ର ଅଧା ହଉଛି କେତେ ନା 73.5, ଅର୍ଥାତ୍ 74 ଜଣ ସଦସ୍ୟ ବା ଏମଏଲଏ ଯୋଉ ଯୋଉ ଦଳ ରାଜନୈତିକ ଦଳ ପାଖରେ ଥିବ, ସେ ରାଜନୈତିକ ଦଳ କଣ କରିବ, ସରକାର ଗଠନ କରିବ। ହେଲା, ତେଣୁକରି ଏଠାରେ କଣ ହୁଏ, ପ୍ରତିନିଧିମୂଳକ ଶାସନ ଏବଂ ରାଜନୈତିକ ଦଳର ଥାଏ କଣ ଥାଏ, ଗୁରୁତ୍ୱ ଥାଏ। ଏବଂ ଯାହା ଫଳରେ କଣ ହୋଇଥାଏ ନା ଯୋଉମାନଙ୍କର ସଂଖ୍ୟାଗରିଷ୍ଠତା ଯୋଉ ରାଜନୈତିକ ଦଳ ପାଏ, ସେ ଅନୁଯାୟୀ କଣ ହୁଏ, ସରକାର ଗଠନ ହୁଏ। ତାପରେ ଦେଖ, ଆଲୋଚନା ସମାଲୋଚନା ସରକାର। ଗଣତନ୍ତ୍ର ଏପରି ଏକ ଶାସନ ଯେଉଁଠାରେ କଣ ହୋଇଥାଏ, ଆଲୋଚନା ସମାଲୋଚନା ଉପରେ ଗଢା ହୋଇଥାଏ। ଅର୍ଥାତ୍ ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ଜରୁରୀ ନିଷ୍ପତ୍ତି ଗୁଡିକ କଣ ହେଇଥାଏ, ଆଲୋଚନା ଏବଂ ସମାଲୋଚନା କରାଯାଇଥାଏ। ବିଶେଷ କରି ତମର ବିଧାନସଭା ଆଉ ତମର ସଂସଦ, ଯୋଉଟା କି ଯୋଉ ବ୍ୟବସ୍ଥାପକ ସଭା ଗୁଡିକରେ ପ୍ରତ୍ୟେକଟି ବିଷୟରେ ଆଇନ ତିଆରି ହେବା ପୂର୍ବରୁ କଣ ହୋଇଥାଏ ନା ପୁଙ୍ଖାନୁପୁଙ୍ଖ ଭାବେ କଣ ହେଇଥାଏ, ଆଲୋଚନା କରାଯାଇଥାଏ ଏବଂ ସମାଲୋଚନା କରାଯାଇଥାଏ। ଏବଂ ଏଠାରେ କଣ ହୁଏ, ଜନତା ଏବଂ ବିରୋଧୀ ଦଳ ସରକାରଙ୍କୁ ସମାଲୋଚନା କରିବାର ସ୍ୱାଧୀନତା ଅଛି। ଜନତା ଚାହିଁଲେ, ବିରୋଧୀ ଦଳ ଚାହିଁଲେ ସରକାରଙ୍କୁ କଣ କରିପାରିବେ, ସମାଲୋଚନା କରିପାରିବେ ଏବଂ ସରକାରଙ୍କୁ ଦାୟୀ ବି ମଧ୍ୟ କରିପାରିବେ। କୌଣସି ପ୍ରକାର କାର୍ଯ୍ୟ ପାଇଁ ତାଙ୍କୁ ସରକାରଙ୍କୁ ସେଥିପାଇଁ କଣ କରନ୍ତି, ଦାୟୀ କରିପାରନ୍ତି। ଏବଂ ଆଉ ଗୋଟେ ହଉଛି କଣ ନା ଗଣତନ୍ତ୍ର ଗୋଟେ ଭଲ ଗୁଣ ରହୁଛି କଣ ନା ଏଠାରେ ଶାନ୍ତିପୂର୍ଣ୍ଣ ପରିବର୍ତ୍ତନ। ଗଣତନ୍ତ୍ର ସରକାର ଏବଂ ନୀତି ପରିବର୍ତ୍ତନ ହିଂସା ବା ବଳ ପ୍ରୟୋଗ ଦ୍ଵାରା ନୁହେଁ, ବରଂ ସମ୍ବିଧାନ ସଂଶୋଧନ ବା ନିର୍ବାଚନ ମାଧ୍ୟମରେ ଶାନ୍ତିପୂର୍ଣ୍ଣ ହୋଇଥାଏ। ଅନ୍ୟାନ୍ୟ ଶାସନ ମାନଙ୍କରେ ସେମାନଙ୍କୁ ଜନସାଧାରଣଙ୍କୁ କୌଣସି ଜିନିଷର ପରିବର୍ତ୍ତନ କରିବାର ସ୍ୱାଧୀନତା ନଥାଏ। କିନ୍ତୁ ଏଠି କଣ ହଉଛି, ଏଠି ଜନସାଧାରଣଙ୍କ ହାତରେ ସରକାର ପରିବର୍ତ୍ତନ କରିବା କ୍ଷମତା ରହିଲା। ନୀତିର ପରିବର୍ତ୍ତନ କରାଯାଏ ଏବଂ ବଳ ପ୍ରୟୋଗ ଦ୍ଵାରା ନୁହେଁ, ବରଂ ସମ୍ବିଧାନ ସଂଶୋଧନ, ଯୋଉଟା ଆମ ସମ୍ବିଧାନରେ ଯୋଉଟା ଲିପିବଦ୍ଧ ଅଛି ଏବଂ ତାକୁ ଚାହିଁଲେ କଣ କରାଯାଇପାରିବ, ପରିବର୍ତ୍ତନ କରାଯାଇ ପାରିବ, ଯୋଉଟା କି ତମର ଗୋଟେ ଶାନ୍ତିପୂର୍ଣ୍ଣ ଉପାୟରେ। କିନ୍ତୁ ଅନ୍ୟାନ୍ୟ ଦେଶର ଯୋଉ ଶାସନ ପଦ୍ଧତିରେ ଯଦି ଆମେ ପରିବର୍ତ୍ତନ କରିବାକୁ କୌଣସି ପ୍ରକାର ଶାନ୍ତିପୂର୍ଣ୍ଣ ହେଇପାରିବନି। ସେଥିପାଇଁ କଣ ହବ, ରକ୍ତାକ୍ତ ସଂଗ୍ରାମର ଆବଶ୍ୟକତା ଅଛି। କିନ୍ତୁ ଏଠି ସେମିତି କିଛି ନାହିଁ। ଆଉ ସବୁଠୁ ବଡ କଥା ହଉଛି, ଆମେ ନିର୍ବାଚନର ଯୋଉ 5 ବର୍ଷ ଥରେ ନିର୍ବାଚନ ହୁଏ, ସେଥିରେ ଆମେ ଶାନ୍ତିପୂର୍ଣ୍ଣ ଭାବେ ଆମେ କଣ କରିଥାଉ ନା ସରକାରଙ୍କୁ ବି ମଧ୍ୟ ପରିବର୍ତ୍ତନ କରିଦେଇ ପାରିଥାଉ। ତାପରେ ଗଣତନ୍ତ୍ର ଶାସନରେ କଣ ହଉଛି ନା ଗୋଟେ ହଉଛି ମୁକ୍ତ ସମାଜ। ଏଠାରେ ଏକ ମୁକ୍ତ ଶାସନ ବ୍ୟବସ୍ଥା ହୋଇଥାଏ। ବ୍ୟକ୍ତିର ବିକାଶ ପାଇଁ ବ୍ୟକ୍ତିକୁ ମୁକ୍ତ ଗଣମାଧ୍ୟମ, ମୁକ୍ତ ଶିକ୍ଷା, ମୁକ୍ତ ମତଦାନର ସୁଯୋଗ ମିଳେ। ପ୍ରତ୍ୟେକ ଲୋକମାନଙ୍କୁ କଣ ମିଳିଥାଏ ନା ଗଣମାଧ୍ୟମର ମୁକ୍ତ ଗଣମାଧ୍ୟମ ମିଳିଥାଏ। ଅର୍ଥାତ୍ ସେମାନେ କୌଣସି ବି କଥା ବା କୌଣସି ମନ୍ତବ୍ୟ ଗଣମାଧ୍ୟମରେ ସେମାନେ କଣ କରିପାରିବେ, ରଖିପାରିବେ। ଯେପରି ଆଜିକା ସମୟରେ ଯେମିତି ସୋସିଆଲ ମିଡିଆରେ ଯିଏ ଯେମିତି ଯେକୌଣସି ମତ ରଖିପାରୁଛି। ସୋସିଆଲ ମିଡିଆ ବି ମଧ୍ୟ ଗୋଟେ ଗଣମାଧ୍ୟମର ଗୋଟେ ପାର୍ଟ ହେଲା। ସେଇଭଳି ଆମେ ବି ମଧ୍ୟ ଟିଭି, ରେଡିଓ, ପେପର, ଆମର ଯେକୌଣସି ଗଣମାଧ୍ୟମରେ ଆମେ କଣ କରିପାରିବୁ, ଆମର ମତ ରଖିପାରିବୁ, ସ୍ୱାଧୀନ ମତ ରଖିପାରିବୁ। ଏବଂ ଏଠାରେ ମୁକ୍ତ ଶିକ୍ଷା, ପିଲାମାନଙ୍କୁ ଗୋଟେ ଗଣତନ୍ତ୍ର ରାଷ୍ଟ୍ର କଣ କରିବ ନା ମୁକ୍ତ ଶିକ୍ଷା ପ୍ରଦାନ କରିବ, ତାର ଦାୟିତ୍ୱ। କାରଣ ସେମାନେ ଶିକ୍ଷିତ ହେଲେ ଗଣତନ୍ତ୍ର ସଫଳ ହେଇପାରିବ। ଏବଂ ମୁକ୍ତ ମତାମତ ରଖିପାରିବ। ଏସବୁ ଜିନିଷ ଗୁଡିକ କଣ ହେଇଥାଏ ନା ଗୋଟେ ଗୋଟେ ଗଣତନ୍ତ୍ର ଶାସନର ରହିଥାଏ। ତାପରେ ଆମେ ଯଦି ଦେଖିବା ହଉଛି କଣ ନା କେତେକ ଗଣତନ୍ତ୍ର ଶାସନ ଉପରେ ଆଧାରିତ କେତେକ ସଂଜ୍ଞା। ପ୍ରଥମେ ଯଦି ଦେଖିବା, ଲୋକପ୍ରିୟ ସଂଜ୍ଞାଟି ହଉଛି
ନା କିଏ ନା ଆବ୍ରାହିମ ଲିଙ୍କନଙ୍କ ଦ୍ଵାରା ଯୋଉ ପ୍ରଦତ୍ତ ସଂଜ୍ଞାଟି କଣ ନା ଜନସାଧାରଣଙ୍କ ଦ୍ଵାରା ଜନସାଧାରଣଙ୍କ ପାଇଁ ଏବଂ ଜନସାଧାରଣଙ୍କର ଶାସନକୁ ଆମେ କଣ କହିଥାଉ ଗଣତନ୍ତ୍ର ଶାସନ କହିଥାଉ। ଏବଂ ତାପରେ ୟାର ଅର୍ଥ ହଉଛି କଣ ନା ଆଇନ ସମସ୍ତଙ୍କ ଉର୍ଦ୍ଧ୍ୱରେ ଶାସକ ହଉ କି ଶାସିତ ସମସ୍ତେ ଆଇନ ଆଗରେ କଣ ନା ସମାନ। ତାପରେ କହୁଛି କଣ ନା ରାଷ୍ଟ୍ରର ସର୍ବୋଚ୍ଚ କ୍ଷମତା ଗଣତନ୍ତ୍ରର ଏପରି କ୍ଷମତା ଜନସାଧାରଣ ହାତରେ ଥାଏ। ଜନସାଧାରଣଙ୍କ ହାତରେ କଣ ଥାଏ ନା ସମସ୍ତ କ୍ଷମତା ହିଁ ଥାଏ। ଆମେ ସର୍ବଶେଷରେ ଦେଖିବା ଯେ ଗଣତନ୍ତ୍ର କେବଳ ଏକ ଶାସନ ବ୍ୟବସ୍ଥା ନୁହେଁ, ୟା ଗୋଟେ କଣ ନା ଜୀବନର ଶୈଳୀ। ଅର୍ଥାତ୍ ଆମେ କଣ କରିଥାଉ ଏଇ ଗଣତନ୍ତ୍ରର ଅ, ନୀତି ନିୟମକୁ ମଧ୍ୟ ଆମେ ଆମର ଜୀବନରେ ବ୍ୟବହାର କରିଥାଉ ଅନେକ ସମୟରେ। ୟାର ଲକ୍ଷଣ ଯଥା ଜନସାର୍ବଭୌମତ୍ୱ, ଆଇନର ଶାସନ, ଅ, ସମାନତା, ସ୍ୱାଧୀନତା ଏବଂ ସହନଶୀଳତା ଇଏ ସବୁଠାରୁ ଲୋକପ୍ରିୟ ଶାସନ ବ୍ୟବସ୍ଥାରେ ପରିଣତ କରିପାରିଛି। ଦେଖ ଏଥିରେ ଆଇନର ଶାସନ ରୁହେ, ସମସ୍ତଙ୍କୁ ସମାନତା ଅଧିକାର ମିଳେ, ସମସ୍ତଙ୍କୁ ସ୍ୱାଧୀନତା ମିଳେ। ସେଥିପାଇଁ ତାଙ୍କୁ କଣ କରୁଛି ନା ଗଣତନ୍ତ୍ରକୁ ଏକ ଲୋକପ୍ରିୟ ଶାସନ ବ୍ୟବସ୍ଥାରେ ପରିଣତ କରିଛି। ୟାର ସଫଳତା ଜନତାଙ୍କର ସଚେତନତା, ଶାସକଙ୍କ ବିରୋଧ ଶାସକଙ୍କ ଦାୟିତ୍ୱବୋଧ ଏବଂ ସମ୍ବିଧାନର ମୂଲ୍ୟବୋଧ ପାଳନ ଉପରେ ନିର୍ଭର କରେ। ଇଏ ଶାସନ ବ୍ୟବସ୍ଥାରେ କଣ ହୁଏ ନା କେତେବେଳେ ସଫଳ ହବ ନା ଯେତେବେଳେ ଜନସାଧାରଣ ମାନେ ସଚେତନ ରହିବେ ଏବଂ ଶାସକଙ୍କର ଦାୟିତ୍ୱବୋଧ ରହିବ, ସେମାନେ କିପରି ଭଲ ଶାସନ ଦେବେ, ସୁଶାସନ ଦେବେ ଏବଂ ସାମ୍ବିଧାନିକ ମୂଲ୍ୟବୋଧ ରହିବ, ସେତେବେଳେ এই ଗଣତନ୍ତ୍ର ଶାସନ କଣ ହେଇପାରିବ ନା ସଫଳ ହେଇପାରିବ। ତାପରେ ଆମେ ଦେଖିବା ଯଦି ଆମେ କମ୍ପେୟାର କରିବା ଗୋଟେ ଗଣତନ୍ତ୍ର ରାଷ୍ଟ୍ର ଏବଂ ଗୋଟିଏ ଗଣତନ୍ତ୍ର ରାଷ୍ଟ୍ର ଏବଂ ଗୋଟିଏ କଣ ନା ଏକ ଆଧିପତ୍ୟ ଅର୍ଥାତ୍ ଗୋଟିଏ ଲୋକ ଦ୍ଵାରା ପରିଚାଳିତ ହେଉଥିବା ଶାସନ ବ୍ୟବସ୍ଥା ମଧ୍ୟରେ କଣ ପାର୍ଥକ୍ୟ ନା ଏଠି କଣ ହେଇଥାଏ ନା ଜନତାଙ୍କ ହାତରେ ସାର୍ବଭୌମତ୍ୱ ଥାଏ। ଅର୍ଥାତ୍ ଜନତା ହଉଛନ୍ତି ଏଠି ସର୍ବେ ସର୍ବା, କିନ୍ତୁ ଏଠି ଗୋଟିଏ ବ୍ୟକ୍ତି ବା ଗୋଟିଏ ଦଳ ହାତରେ କଣ ଥାଏ ନା କ୍ଷମତା ଥାଏ। ଏଠି ସମସ୍ତେ ସମାନ, କୋଉଠି ଗଣତନ୍ତ୍ର ଶାସନ ସମସ୍ତେ ସମାନ। ଆଉ ଯୋଉଠି ଏକ ଆଧିପତ୍ୟ ବା ଡିକ୍ଟରସିପ ଶାସନ ଚାଲିଥାଏ ସେଠି ଇଚ୍ଛାର ଶାସନ ନେତାଙ୍କ ଉପରେ ମାନେ ନେତାଙ୍କ ଉପରେ ନିର୍ଭର କରେ ସେ ଦେଶରେ କିପରି ଆଇନ ଚାଲିବ। ଏବଂ ଗଣତନ୍ତ୍ର ଶାସନରେ ନାଗରିକ ମାନଙ୍କୁ ମୌଳିକ ଅଧିକାର ଦିଆଯାଇଥାଏ, କିନ୍ତୁ ଏଠି ଅଧିକାର ଦମନ କରାଯାଇଥାଏ କିମ୍ବା ଅଧିକାରକୁ ନିୟନ୍ତ୍ରଣ ରୂପେ କରାଯାଇଥାଏ ଏକ ଆଧିପତ୍ୟ ବା ଡିକ୍ଟରସିପ ଶାସନରେ। ଗଣତନ୍ତ୍ର ଶାସନରେ ବା ଡେମୋକ୍ରେସି ଶାସନରେ କଣ ହେଇଥାଏ ଶାନ୍ତିପୂର୍ଣ୍ଣ ନିର୍ବାଚନ ମାଧ୍ୟମରେ ସେମାନେ ପ୍ରତିନିଧିକୁ କଣ କରନ୍ତି ଚୟନ କରନ୍ତି। କିନ୍ତୁ ଯଦି ଦେଖିବା ଏକଛତ୍ର ବା ଏକ ଆଧିପତ୍ୟ ଶାସନ ଚାଲୁଥିବା ସ୍ଥାନରେ କଣ ହେଇଥାଏ ନା କାର୍ଯ୍ୟ ଗୁଡିକ ହିଂସାତ୍ମକ ବିପ୍ଳବାତ୍ମକ ବଳ ପ୍ରୟୋଗ କରି କଣ କରାଯାଏ ନା ହଁ ପରିବର୍ତ୍ତନ କରାଯାଏ। ଏଠାରେ ଯୋଉ ପରିବର୍ତ୍ତନ ହୁଏ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନରେ ଯିଏ ଜିତିବ ସେଇ ସରକାର କରିବ, ଯଦି ହାରିଗଲା ସରକାର କରିବ। କିନ୍ତୁ ଏଠି ଆମେ ଏକଛତ୍ରବାଦ ଚାଲୁଥିବା ରାଷ୍ଟ୍ରରେ ଆମେ ଶାସନକୁ ପରିବର୍ତ୍ତନ କରିପାରିବାନି, ଯଦି କରିବା ସେ କଣ ନା ହିଂସା ଉପାୟରେ ବିପ୍ଳବ ଉପାୟରେ ବଳ ପ୍ରୟୋଗ କରି ଆମେ କଣ କରିବା ଶାସନକୁ କଣ କରିପାରିବା ନା ପରିବର୍ତ୍ତନ କରିପାରିବା। ତାପରେ ଗୋଟିଏ ଏଠି ଗୋଟେ ଛୋଟିଆ ମ୍ୟାପ ଟେ ମୁଁ କରିଛି, ଏଇଠି ଦେଖ ପିଲାମାନେ ଆଜିକାଲିର ଚାଲିଥିବା ଯୋଉ ମଡର୍ଣ୍ଣ ଡେମୋକ୍ରେସି ଅର୍ଥାତ୍ ପରୋକ୍ଷ ଗଣତନ୍ତ୍ର ଶାସନ, ଏଠି କଣ ହଉଛନ୍ତି ପ୍ରଥମେ ରହିଲେ ଜନତା। ଜନତା କଣ କରିବେ ଇଲେକ୍ସନ ଦ୍ଵାରା ସେମାନେ ଏଇ ଯୋଉ ରାଜନୈତିକ ଦଳର ଦେଇଥିବା ପ୍ରାର୍ଥୀ ମାନଙ୍କୁ କଣ କରିବେ ନା ନିର୍ବାଚିତ କରିବେ। ଯେଉଁ ଦଳଟି ସଂଖ୍ୟାଗରିଷ୍ଠ ହବ ସିଏ କଣ କରିବ ସରକାର ଗଠନ କରିବ, ହେଲା ସରକାର ଗଠନ କରିବ ଏବଂ ସେଇ ସରକାର ଜନସାଧାରଣଙ୍କ ପାଖରେ ଉତ୍ତରାଦାୟୀ ରହିବ। ଅର୍ଥାତ୍ ସିଏ କଣ ପାଇଁ ସେ ଶାସନ ଏପରି ଶାସନ କରୁଛି ଏବଂ ଏ ଶାସନର ବା ଯେକୌଣସି ଗୋଟେ ଘଟଣା ଉପରେ ସେ ଉତ୍ତରାଦାୟୀ ରହିବ ଯେ କଣ ପାଇଁ ଘଟିଲା ଏବଂ କାହିଁକି ଏସବୁ ହେଲା। ଏବଂ ବିରୋଧୀ ଦଳ ଏବଂ ଗଣମାଧ୍ୟମ ଏଇ ଜନତାଙ୍କ ପାଖରେ ସବୁ କିଛି ଜିନିଷକୁ ସେମାନେ କଣ କରନ୍ତି ନା ପହଞ୍ଚାନ୍ତି ଯେ ସରକାର ମାନେ ଦୁଷ୍ଟ ଦୁର୍ବଳତା
ପହଞ୍ଚନ୍ତି ଏବଂ ଯାହା ଫଳରେ କଣ ହୁଏ ସରକାର ନିଜକୁ କଣ ହୁଏ ନା ସଜାଗ ରହିଯାଏ ଏବଂ ସେ ନିଜେ ନିୟନ୍ତ୍ରିତ ଉପାୟରେ ରହେ ମାନେ ଅର୍ଥାତ୍ ଅପୋଜିସନ ବା ବିରୋଧୀ ଦଳ ଗଣମାଧ୍ୟମ କଣ କରିଥାନ୍ତି ସରକାରଙ୍କୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରନ୍ତି ଯେ ଯେତେବେଳେ ନିୟନ୍ତ୍ରଣ କେତେବେଳେ କରିବେ ନା ଯେତେବେଳେ ସେମାନେ ଜନ ଆଭିମୁଖ୍ୟ କିଛି କାର୍ଯ୍ୟ କରୁନଥିବେ ବା ରାଷ୍ଟ୍ର ବିରୋଧୀ କାର୍ଯ୍ୟ କରୁଥିବେ ସେତେବେଳେ ଏମାନଙ୍କ ଦ୍ୱାରା ସମାଲୋଚିତ ହୁଅନ୍ତି ଯୋଉଥିପାଇଁ କଣ ହୋଇଥାଏ ନା ସରକାର ନିୟନ୍ତ୍ରିତ ହୋଇ ରହିଥାଏ। ତାପରେ ଆମେ ଦେଖିବା ଯଦି ଏଇ ଭିଡିଓଟି ତୁମମାନଙ୍କୁ ଭଲ ଲାଗିଛି ତେବେ କଣ କରିବ ନା ଲାଇକ୍ କରିବ ତମ ସାଙ୍ଗମାନଙ୍କ ସହ ସେୟାର କରିବ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ